ଯୁଗ ଯୁଗ ଜାତ କଲେ ବ୍ରହ୍ମାଣ୍ଡ କୁରତା ଆଦ୍ୟ ଗୁରୁ ମାଗୁଛନ୍ତି ବ୍ରହ୍ମାଣ୍ଡ କରତା ଦେବଦାତା ଦୈବ ଯେ କରିଛି ଭିଆଣ ଗୁରୁ ଆଜ୍ଞା ମାଗୁଛନ୍ତି ଭିକ୍ଷା କଲେ ଦାନ ସତରଙ୍ଗେ ବାନା ବହି ଯାଉଛନ୍ତି ହରି ଧୀରେ ଧୀରେ ଯାଉଛନ୍ତି ଆହେ ଚକ୍ରଧାରୀ ରୂପ ଦେବ ମହେଶ୍ୱର ଗୁରୁ ଜ୍ଞାନ ବାକ୍ୟ ତୋଷ ମନେ ଚିତ କର ଦେବ ଲକ୍ଷ୍ମୀକାନ୍ତ ନିରାକାର ନିର୍ବେଦ ଯେ ବ୍ରହ୍ମାଣ୍ଡ କରତା ଯାହା ଦେଉଛନ୍ତି ଭିକ୍ଷା ସତ ମନେ ଏକା ସତ୍ୟ ଜ୍ଞାନ ନାମ ବହି ଛନ୍ତି ଯେ ହରି ଏହି ବାକ୍ୟ ତୋଷ କର ମନକୁ ବିଚାରି ମନ ରୂପ ଚୈତନ୍ୟ ବେଦ ବାକ୍ୟ ଜ୍ଞାନ ନାଥ ଯୋଗେଶ୍ୱର ଆଦି ଅନ୍ତର ଭୁବନ ଏହି ବାକ୍ୟ ଗୁଣପତି କଲେ ବିଶ୍ୱନାଥ ଯୋଗେଶ୍ୱର ନାଥ ଦେବ ଅରୂପା ଯେ ନନ୍ଦ ଶକ୍ତି ଦେବ ମହେଶ୍ୱର ଗୁରୁ ଜ୍ଞାନ ଦାତା ଏହି ଯୋଗେଶ୍ୱର ନାମ ବହିବେ କରତା ହୃଦୟ ବିଚାର ମାନ କଲେ ଭାବ ଋଷି କେଉଁ ବଳେ ଭିକ୍ଷା ମାଗି ଛନ୍ତି ଗ୍ରାମ ଜୟୀ ଏମନ୍ତ ଯେ ସୃଷ୍ଟିକର୍ତ୍ତା ଦିଗପାଲ ଦାତା ରମଣ କରିଲେ ବିଚାର ଭିକ୍ଷା ମାଗି ଏକା ସତରଙ୍ଗ ବାନା ବହି ସତ୍ୟରେ ଯେ ଚଲି ଋଷିଙ୍କର ଆଜ୍ଞା ହେତୁ ବ୍ରହ୍ମାଣ୍ଡ ଯେ ପୁରୀ ରୂପ ଯୁଗ ଦଇତାରି ଅନେକ ବିଚାର ସତ୍ୟ ରଙ୍ଗେ ବହିଛନ୍ତି ଭାବ ଚକ୍ରଧର ଏମନ୍ତ ଯେ ବିଚାରଣ ହେଲା ନୃପପତି ନାଥ ଯୋଗ ମହେଶ୍ୱର ଜାଗିଛନ୍ତି ଚୈତନ୍ୟ ଯେ ବ୍ରହ୍ମ ଜ୍ଞାନ ସାଧୁଙ୍କର ବାଣୀ ରସମୟ ବିଚାରିଲେ ଦେବଚକ୍ର ଘେନି ଅରୂପାନନ୍ଦ ଜାତ କଲେ ମହେଶ୍ୱର ଗୁରୁ ଆଜ୍ଞା ଦେବ ଶକ୍ତି ମହାବାହୁ ରୂପ ଚକ୍ରଧର ନିବାରଣ କଲେ ବ୍ରହ୍ମବାଣୀ ତୋଷ ମନେ ବିଚାରିଲେ ଚକ୍ରଧର ବାଣୀ ସ୍ୱର୍ଗେ ଇନ୍ଦ୍ର ପଦଜାତ କରିଲେ ଯେ ସୃଷ୍ଟି କରତା ଯେ ଦିଗପାଲ ହେଲାଣି ଉତ୍ପତ୍ତି ଏମନ୍ତ ଭିଆଣ ଜାତ କଲେ ନାରାୟଣ ଚକ୍ରଧର ଦିବାକର ଆଦି ଅନ୍ତ ବ୍ରହ୍ମ ଜାତ ନା ଯେ ଦେବଶକ୍ତି ମହାବାହୁ ରୂପେ ସ୍ୱାମୀଙ୍କର ତେଜ ଶକ୍ତି ଆପଣା ଜଗତେ ଏହି ରୂପ ଜ୍ଞାନ ମାନ କରିଲେ ହରି ଏମନ୍ତ ଯେ ନାଥପତି ଯୋଗେଶ୍ୱର ସେହି ବିଚାରଣ ନାଥ ଯୋଗ ଅନେକ ଉତ୍ତର ସ୍ୱର୍ଗ ମଞ୍ଚ ପାତାଳ ଯେ ଘେନି ତିନି ପୁର ଯାଉଛନ୍ତି ସଙ୍ଗତରେ ବ୍ରହ୍ମାଣ୍ଡ ଠାକୁର ଏମନ୍ତ ଯେ ଲାଗିଅଛି ଲୟ କୀର୍ତ୍ତିପୁର ଜଗତର ନାଥ ଦେବ ଲେଖ ରମଣ ସ୍ୱର୍ଣ୍ଣବାସୀ ଦିବାକର ଜାଣୁଛନ୍ତି ପୁଣ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଶୂନ୍ୟ ଦେବ ଋଷି କରତା ରମଣ ଦେବ କଲେ ମହାଜ୍ୟୋତି କୃପା କର ଦେବନାଥ ଅଲେଖ ବ୍ରହ୍ମାଣ୍ଡ ସୃଷ୍ଟିଏ କରତା ଦେବ କଲେ ବିଚାର ଗଣପତି ଦେବପତି ନାଥ ଯୋଗେଶ୍ୱର ଅଲେଖ ବ୍ରହ୍ମାଣ୍ଡ ରୂପ ଦିଶୁଅଛି ଜଗତ ଶୂନ୍ୟବାସୀ ଚକ୍ରଧର ମହାଋଷି ମହାମନ୍ତ୍ର ମହାଯୋଗୀ ମହାଯୋଗେଶ୍ୱର ଋଷି ଆଦି ଅନ୍ତ ମହାଫଲ କୀର୍ତ୍ତି
ଫଳ ବିଚାରଣ କର ମହାଯୋଗେଶ୍ୱର ଆନନ୍ଦରେ ହରି।